ଆଜି ହେଉଛି 24 ମାର୍ଚ୍ଚ 2025। ଆଜିର ଖବର ଦେଖିବା। ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଚାଷୀଙ୍କୁ ଭେଟିବେ। ବର୍ତ୍ତମାନ ଯେଉଁ ମୟୂରଭଞ୍ଜରେ କାଳବୈଶାଖୀ ଯୋଗୁଁ ହେଇଥିବା କ୍ଷୟକ୍ଷତିର ଆକଳନ କରିବେ। କାଳବୈଶାଖୀରେ ଯେମିତି ଚାଷୀଙ୍କୁ ଯେଉଁ ଅସୁବିଧା ହେଇଛି ତାହାକୁ ସମାଧାନ କରିବା ପାଇଁ ମୋହନ ମାଝୀ ଆଜି ଯାଉଛନ୍ତି ମୟୂରଭଞ୍ଜ ଜିଲ୍ଲା। ପ୍ରଧାନମନ୍ତ୍ରୀ ଆଜି ମୁମ୍ବାଇ ଗସ୍ତରେ ଯିବେ ବୋଲି ସୂଚନା ମିଳିଛି। ମୁମ୍ବାଇରେ 1200 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବାର ଖବର ମିଳିଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆଜି ମୁମ୍ବାଇ ଗସ୍ତରେ ଯିବେ। ମୁମ୍ବାଇରେ 1200 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବାର ଖବର ମିଳିଛି। ଏଇଟା ହେଉଛି ବଡ଼ ଖବର। ମୁମ୍ବାଇର ଡେଭଲପମେଣ୍ଟରେ ପ୍ରଧାନମନ୍ତ୍ରୀ ଆଜି ମୁମ୍ବାଇ ଗସ୍ତରେ ଯିବେ। 1200 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ। MBBS ପିଲାଙ୍କ ପାଇଁ ଆସିଲା ବଡ଼ ନିଯୁକ୍ତି। ଓଡ଼ିଶା ମେଡ଼ିକାଲ ଅଫିସର ପାଇଁ 5248ଟି ଜବ୍ ଭ୍ୟାକାନ୍ସି ଅଛି। ଏଥିପାଇଁ ଆସନ୍ତାକାଲିଠାରୁ ଆବେଦନ ଆରମ୍ଭ ହେବ। ପ୍ରାର୍ଥୀଙ୍କର ବୟସ ସୀମା 21ରୁ 32 ବର୍ଷ ହୋଇଥିବା ଦରକାର, ଯିଏକି MBBS ପାସ୍ କରିଥିବେ। ବଡ଼ ଖବର, ଓଡ଼ିଶା ମେଡ଼ିକାଲ ଅଫିସର ପାଇଁ ଆସିଲା ବଡ଼ ନିଯୁକ୍ତି। 5248 ଜଣ ପାଇବେ ଜବ୍। MBBS କରିଥିବା ପ୍ରାର୍ଥୀମାନେ ଆଜି ହିଁ ଆବେଦନ କରନ୍ତୁ ଏହି ଜବ୍। IPL 2025ର ସେକେଣ୍ଡ ମ୍ୟାଚ୍ SRHର ବିଶାଳ ବିଜୟ। ସାଇ ହେଲା ରାଜସ୍ଥାନ ରୟାଲ୍ସ। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 6 ୱିକେଟ୍ ହରାଇ 286 ରନ୍ କରିଥିଲା। ଏହାର ଜବାବରେ ରାଜସ୍ଥାନ ରୟାଲ୍ସ 20 ଓଭରରେ 6 ୱିକେଟ୍ ହରାଇ ମାତ୍ର 242 ରନ୍ ହିଁ କରିପାରିଥିଲା। ଫଳରେ ହାଇଦ୍ରାବାଦ ରାଜସ୍ଥାନକୁ 44 ରନ୍ରେ ପରାସ୍ତ କରିଛି। ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ହେବେ ଏକ ମୁଖ୍ୟ ବିଚାରପତି। ବୁଧବାର ମୁଖ୍ୟ ବିଚାରପତି ଭାବରେ ଯୋଗ ଦେବାକୁ ଯାଉଛନ୍ତି ଜଷ୍ଟିସ୍ ହରିଶ ଚନ୍ଦନ। ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ଓଡ଼ିଶାର ରାଜ୍ୟପାଳ। ଏବେକାର ବଡ଼ ଖବର, ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ ଜଷ୍ଟିସ୍ ହରିଶ ଚନ୍ଦନ। ଏହି ଉତ୍ସବରେ ଯୋଗ ଦେବେ ଓଡ଼ିଶାର ରାଜ୍ୟପାଳ। ବୁଧବାର ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକାରୀ ହେବ। ନୂଆ ଅବତାରରେ ଦେଖାଦେଲେ ଅନୁଭବ ମହାନ୍ତି। ଏବେ ଗାଇବେ ହନୁମାନ ଚାଳିଶା। ପତ୍ନୀ ଜାଗୃତି କରୁଛନ୍ତି ପ୍ରୟୋଜନ। ଯାହାକି ଖବର ଆସୁଛି, ବର୍ତ୍ତମାନ ହନୁମାନ ଚାଳିଶା ଗାଇବେ ଅନୁଭବ ମହାନ୍ତି। ହନୁମାନ ଚାଳିଶା ଗାଇବେ ଅନୁଭବ ମହାନ୍ତି, ଏହି ଖବରଟି ଆସୁଛି। ପତ୍ନୀ ଜାଗୃତି ବି ଚେଷ୍ଟା କରୁଛନ୍ତି କେମିତିକି ଅନୁଭବ ହନୁମାନ ଚାଳିଶା ଗାଇବେ ବୋଲି। ଏହା ଏବେ ବଡ଼ ଖବର ଆସୁଛି। ଯଦି ସ୍ୱାମୀ ଏବଂ ସ୍ତ୍ରୀ ଗୋଟିଏ ପଦବୀରେ କାମ କରୁଥିବେ ତାହେଲେ ମିଳିବନି ଭରଣ ପୋଷଣ ଟଙ୍କା। ଗୋଟିଏ ପଦବୀରେ ସ୍ୱାମୀ ସ୍ତ୍ରୀ କାମ କରୁଥିଲେ, ସ୍ୱାମୀ ଓ ସ୍ତ୍ରୀ ଯଦି ଡିଭୋର୍ସ ନେଉଛନ୍ତି, ଯଦି ସ୍ୱାମୀ ସ୍ତ୍ରୀଙ୍କୁ ଡିଭୋର୍ସ ଦେଉଛନ୍ତି ଛାଡ଼ପତ୍ର, ତେବେ ସ୍ତ୍ରୀଙ୍କୁ ମିଳିବନି ଭରଣ ପୋଷଣ ଟଙ୍କା। ଏ ନେଇ ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଓଡ଼ିଶାର ଲୋକଙ୍କ ଖାତାକୁ ଆସିଲା 3000ରୁ 10,000 ଟଙ୍କା। କାଳବୈଶାଖୀ କ୍ଷତିଗ୍ରସ୍ତ ଭାବରେ ଯେମିତି ମୟୂରଭଞ୍ଜ ଜିଲ୍ଲାରେ 300ରୁ 500 ଲୋକଙ୍କ ଘର ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି, ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି କ୍ଷତିପୂରଣ। ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର ଲୋକଙ୍କୁ ଆସିଲା 3000ରୁ 10,000 ଟଙ୍କା କ୍ଷତିପୂରଣ ବାବଦ। କାଳବୈଶାଖୀର କ୍ଷତିଗ୍ରସ୍ତ ଲୋକଙ୍କୁ ମିଳୁଛି ଏହି ଟଙ୍କା, ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭାରତର ବାୟୁସେନା ହେଲା ଅଧିକ ଶକ୍ତିଶାଳୀ। କେନ୍ଦ୍ର ସରକାର 7,000 କୋଟି ଟଙ୍କାର ଡିଫେନ୍ସ ବଜେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ତେବେ DRDO ଏବଂ ଇସ୍ରୋ ଏବେ ଭାରତୀୟ ବାୟୁସେନା ପାଇଁ ଅଧିକ ଶକ୍ତିଶାଳୀ ଯୁଦ୍ଧ ଜାହାଜ ତିଆରି କରିବ ବୋଲି ଖବର ମିଳିଛି। ଭାରତ ବାୟୁସେନା ହେବ ଅଧିକ ଶକ୍ତିଶାଳୀ। କେନ୍ଦ୍ର ସରକାର ଦେଲେ 7,000 କୋଟିର ଡିଫେନ୍ସ ବଜେଟ୍ ମଞ୍ଜୁରୀ ପ୍ରଦାନ କଲେ। DRDO ଏବଂ ଇସ୍ରୋ ଏବେ ଭାରତୀୟ ବାୟୁସେନା ପାଇଁ ଅଧିକ ଶକ୍ତିଶାଳୀ ଯୁଦ୍ଧ ଜାହାଜ ତିଆରି କରିବ ବୋଲି ଖବର ମିଳିଛି। ଓଡ଼ିଶାର ଏହି ଜିଲ୍ଲାରେ ହେଉଛି ଅଧିକ ବାଲି ଚୋରା ଚାଲାଣ। ସୂଚନା ଦେଲେ ପରିବହନ ମନ୍ତ୍ରୀ। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଗଞ୍ଜାମ, କୋରାପୁଟ, ବାଲେଶ୍ୱରରେ ଅଧିକ ବାଲି ଚୋରି ଚାଲାଣ ହେଉଛି। ଏହି ବାଲିର ଚୋରା ଚାଲାଣକୁ ରୋକିବା ପାଇଁ ଏବେ ଚାଲିଛି ଯୋଜନା। ଯେମିତି ଏସବୁ ଯୋଜନା ସଫଳ ହେବ ତାହା ପାଇଁ ଗୁରୁତ୍ୱ ଦିଆଯାଉଛି। ଭାରତରେ ପ୍ରଧାନମନ୍ତ୍ରୀ ବହୁ ଶୀଘ୍ର ଅଷ୍ଟମ ବେତନ ଯୋଜନା କମିଶନ ଲାଗୁ କରିବେ। 186% ବଢ଼ିବ ଗଭର୍ଣ୍ଣମେଣ୍ଟ ଚାକିରିଆଙ୍କ ଦରମା। ଯେଉଁମାନଙ୍କ ଦରମା 26,000 ଅଛି ତାହା 51,000 ପର୍ଯ୍ୟନ୍ତ ପହଞ୍ଚିଯିବ ଏବଂ ଯାହାଙ୍କର ଦରମା 50,000 ତାଙ୍କୁ ପହଞ୍ଚିଯିବ ତାଙ୍କ ଦରମା 1,50,000 ଟଙ୍କା ପର୍ଯ୍ୟନ୍ତ।
ବଡ଼ ଖବର ପ୍ରଧାନମନ୍ତ୍ରୀ ସାରା ଭାରତରେ ବହୁତ ଶୀଘ୍ର ଅଷ୍ଟମ ବେତନ କମିଶନ ଲାଗୁ କରିବେ। 186% ବଢ଼ିବ। ଓଡ଼ିଶାରେ ଆହୁରି 2 ଦିନ ତାଣ୍ଡବ ରଚିବ କାଳବୈଶାଖୀ ଏବଂ ପ୍ରବଳ ବର୍ଷା ମଧ୍ୟ ହେବ। 15ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ପାଣିପାଗ ବିଭାଗ ଜାରି କରିଛି। ରାଜ୍ୟରେ 2 ଦିନ ହେଲା କାଳବୈଶାଖୀ ତାଣ୍ଡବ ଜାରି ରଖିଛି। 15ଟି ଜିଲ୍ଲା ହେଉଛି ଗଞ୍ଜାମ, ମୟୂରଭଞ୍ଜ, ନବରଙ୍ଗପୁର, ବାରିପଦା। ତୁହାକୁ ତୁହା ବର୍ଷା ହେଉଛି। ସେହିପରି ଅନ୍ୟ ଜିଲ୍ଲା ମଧ୍ୟ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। 50ରୁ 60 କିଲୋମିଟର ପବନ ବହିବ ବୋଲି ସମ୍ଭାବନା ଅଛି। ଦିନ 12ଟାରେ ମିଳିବ ପିଏମ୍ କିଷାନ ଯୋଜନାର କିସ୍ତି। 2ରୁ 4 ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ କଲେ ବଡ଼ ଘୋଷଣା। ପ୍ରଧାନମନ୍ତ୍ରୀ ବିହାର ଗସ୍ତରେ ଯାଇ ଦିନ 12ଟାରେ ପିଏମ୍ କିଷାନ ଯୋଜନାର 9.5 କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 22,000 କୋଟି ଟଙ୍କା ଟ୍ରାନ୍ସଫର କରିବେ। ପିଏମ୍ କିଷାନର 20ତମ କିସ୍ତି 2,000 ଟଙ୍କା ଆସିବ। ଯେଉଁମାନେ ଅନେକ ନୂଆ ସ୍କିମ୍ରେ ହିତାଧିକାରୀମାନଙ୍କୁ ମିଳିବ 4,000 ଟଙ୍କା ଏକାଥରେ। ବଡ଼ ଖବର ଆଜି ଦିନ 12ଟାରେ ମିଳିବ ପିଏମ୍ କିଷାନର କିସ୍ତି 2,000 ଟଙ୍କା ଲେଖାଏଁ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବଡ଼ ଘୋଷଣା କଲେ। 9.5 କୋଟି ଚାଷୀଙ୍କ ଆକାଉଣ୍ଟକୁ 22,000 କୋଟି ଟଙ୍କା ଟ୍ରାନ୍ସଫର କରାଯିବ। ପିଏମ୍